ଛୁଟପୁଟ ବର୍ଷା ଆରମ୍ଭ ହୋଇଗଲା। ଗରମ ତ ଟିକେ କମିଗଲା, ହେଲେ ଚା'ର ଡିମାଣ୍ଡଟା ଘରେ ବଢ଼ିଗଲା। ଆଉ ଚା' ସହ ବିସ୍କିଟ୍ ନମକିନ୍‌ର ଡିମାଣ୍ଡ ମଧ୍ୟ ବଢ଼ିଗଲା। କେବଳ ସଲ୍ଟି ସ୍ନାକ୍ସଟା ଚା' ସାଙ୍ଗେ ନ ଖାଇକି ଯଦି 2-3 ପ୍ରକାର ଟେଷ୍ଟ ଥିବା ସ୍ନାକ୍ସ ମିଳିଯାଏ, ତାହେଲେ ବର୍ଷାର ମଜାଟା ଆସିଯିବ। ଏଇ ଯେମିତି ହଳଦୀରାମର ଭାକରବାଡ଼ି ନମକିନ୍, ଯୋଉଟାକି ଟିକେ ରାଗ, ଟିକେ ଲୁଣି, ଟିକେ ମିଠା ଆଉ ଟିକିଏ ଖଟା। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ଆପଣ ଆଉ ମୁଁ ମିଶିକି ବନେଇବା ଏଇ ୟୁନିକ୍ ଷ୍ଟାଇଲ୍‌ର ହଳଦୀରାମ ଷ୍ଟାଇଲ୍‌ର ଭାକରବାଡ଼ି ନମକିନ୍। ଯୋଉଥିପାଇଁ ଦରକାର ଆମକୁ 3ଟା ଜିନିଷ। ଗୋଟେ ହେଲା ଏକଦମ ସଫ୍ଟ ମଇଦାର ଡୋ, ଖଟ୍ଟା ମିଠା ଇମଲିର ଚଟନି, ଯୋଉଟାକି ବହୁତ ସହଜରେ ତିଆରି ହେଇଯାଇପାରିବ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ଯୋଉଟାକି ଭାକରବାଡ଼ି ନମକିନ୍‌କୁ ପୁରା ୟୁନିକ୍ ବନାଏ, ସେ ହେଉଛି ତାର ମସଲା। ଏଇ ଭାକରବାଡ଼ି ନମକିନ୍‌ର ମସଲା ହିଁ ତାକୁ ସମସ୍ତଙ୍କୁ ସବୁ ନମକିନ୍‌ରୁ ଅଲଗା କରିଥାଏ। ତାକୁ ଏମିତି ଦରଦରା ଗୁଣ୍ଡ କରିକି ରଖିକି ତାକୁ ୟୁଜ୍ କରାଯାଏ। ତ ଚାଲନ୍ତୁ ବନେଇବା। ତ ସେଥିପାଇଁ ଯେକୌଣସି ଗୋଟେ ବଲ୍ ବା ଗିନା ଆପଣ ସେଟ୍ କରିବେ, ସେଇଥିରେ ହିଁ ସବୁ ପ୍ରକାର ଜିନିଷ ମେଜରମେଣ୍ଟ କରିକି ନେବା। ତ ସେଥିପାଇଁ ମୁଁ ଏଠି ନେଇଛି 2 କପ୍ ମଇଦା, ହାଫ୍ କପ୍ ବେସନ ଆଉ ହାଫ୍ କପ୍ ଚାଉଳ ଗୁଣ୍ଡ, ମାନେ ଚାଉଳ ଅଟା। ଏବେ ତ ରଜ ଯାଇଛି, ସମସ୍ତଙ୍କ ଘରେ ନିଶ୍ଚୟ ଟିକେ ଚାଉଳ ଅଟା ରହିଯାଇଥିବ, ତ ସେଇଟାକୁ ହିଁ ଆମେ ୟୁଜ୍ କରିବା। ଏବେ ସବୁଗୁଡ଼ାକ ମିକ୍ସ କରିଦେବା। ସେଥିରେ ଦେବା ହାଫ୍ ଟି ସ୍ପୁନ୍ ସଲ୍ଟ ଆଉ ହାଫ୍ ଟି ସ୍ପୁନ୍ ଅଜୱାଇନ୍‌କୁ ଭଲ ଭାବରେ ହାତରେ ଏମିତି କ୍ରସ୍ କରିକି ସେଥିରେ ମିଶାଇବା। ଯେଉଁ କପ୍‌ରେ ଆମେ ମଇଦା ମାପିଥିଲେ, ସେଇ କପ୍‌ରେ ଅଧା କପ୍ ତେଲକୁ ଭଲ ଭାବରେ ଗରମ କରିଦେବା। ରିଫାଇନ୍ ଅଏଲ୍ ତାକୁ ଭଲ ଭାବରେ ଗରମ କରିକି ମଇଦାରେ ଆଡ୍ କରିଦେବା। ସ୍ପୁନ୍‌ରେ ଭଲ ଭାବରେ ମିକ୍ସ କରିସାରିଲା ପରେ ଏମିତି ହାତରେ ଅଳ୍ପ ଅଳ୍ପ ପାଣି ଛିଟା ମାରିକି ଆମେ ଡୋଟା ବନେଇ ନେବା। ଅଟାଟା ଚକଟିକି ରଖିନେବା। ଟିକେ ଟାଇଟ୍ ଅଟା ଚକଟିବା। ତାକୁ ଯେତେବେଳେ ଆମେ ପୁଣି ପଛରେ ରଖିବା, ସେଥିରେ ସେ ନରମ ହେଇଯାଇଥିବ। ତେଣୁ ପ୍ରଥମରୁ ପାଣି ଅଧିକ ଜମା କରିବେନି। ଦେଖନ୍ତୁ ଏମିତି ଟିକେ ଟାଇଟ୍ ଅଟା, କେତେ ଟାଇଟ୍ ଲାଗୁଛି। ଟାଇଟ୍ ଅଟା ଟିକେ ଚକଟିକି ରଖିବା। ତାକୁ ଢାଙ୍କିକି ବର୍ତ୍ତମାନ 20ରୁ 25 ମିନିଟ୍ ଆମେ ତାକୁ ରଖିଦେବା। ଏବେ ସେଇ ଭିତରେ ଆମେ ଇମଲିର ଚଟନି ଆଉ ଭାକରବାଡ଼ି ନମକିନ୍‌ର ମସଲାଟା ବନେଇ ନେବା। ତ ଇମଲିର ଚଟନି ବନେଇବା ପାଇଁ ଏଠି ମୁଁ ଅଧା ଘଣ୍ଟା ପୂର୍ବରୁ ପ୍ରଥମେ ଇମଲିକୁ ଭଲ ଭାବରେ ଟିକେ ଗରମ ପାଣିରେ ଭିଜେଇକି ରଖିଦେଇଛି। ଏବେ ତାକୁ ହାତରେ କ୍ରସ୍ କରିକି ତା ପଲ୍ପ ଗୁଡ଼ାକ ବାହାର କରିନେବା। ବାହାର କରିସାରିଲା ପରେ ତାକୁ ଏମିତି ଷ୍ଟେନରରେ ଛାଣି ନେବା। ତାକୁ ଗୋଟେ କଡ଼େଇରେ ସବୁ ଛାଣିକି ଦେଇଦେବା, ଯାହାଫଳରେ ତା ଦେହରେ ଯାହା କୁର୍ତ୍ତା ଥିବ ବାହାରିଯିବ। ଏବେ ସେଥିରେ ଆଡ୍ କରିବା 1 ଚାମଚ ଚିଲି ଫ୍ଲେକ୍ସ, ହାଫ୍ ଚାମଚ ବ୍ଲାକ୍ ସଲ୍ଟ, 1 ଫୁଲ୍ ଚାମଚ ଆମର ନର୍ମାଲ ସଲ୍ଟ ଆଉ ହାଫ୍ ଚାମଚରୁ ବି ଟିକେ କମ୍ ହିଙ୍ଗୁ। ଯେଉଁ କପ୍‌ରେ ଆମର ଯେଉଁ ଗିନାରେ ଆମର ବାହାରିଛି ଇମଲିର ପଲ୍ପ ବାହାରିଥିଲା, ସେଇଥିରେ 1 କପ୍ ଇମଲିର ପଲ୍ପ ପାଇଁ ଆମେ ନେବା ହାଫ୍ କପ୍ ଗୁଡ଼। ଚାहे ପାଣି ଗୁଡ଼ ଦିଅନ୍ତୁ ବା ଗୁଣ୍ଡ ଗୁଡ଼ ଦିଅନ୍ତୁ। ମୁଣ୍ଡା ଗୁଡ଼ ତାକୁ ଭଲ ଭାବରେ ଗୁଣ୍ଡ କରିଦେଇକି ସେଥିରେ ଆଡ୍ କରିବା। ଭଲ ଭାବରେ ମିକ୍ସ କରିକି ଏବେ ଆମେ ତାକୁ ଗ୍ୟାସ୍‌ରେ ବସେଇବା। ଆଉ ଲଗାତାର ଚଲେଇ ଆମେ ଯେତେବେଳେ ସେ ଗାଢ଼ା ହେଇଯିବ, ତାକୁ କାଢ଼ିକି ରଖିଦେବା। ଆମର ଇମଲିର ଚଟନି ରେଡି ହେଇଗଲା। ଏଥିରେ ତେଲ କି କୌଣସି ପ୍ରକାର ଛୁଙ୍କ ଦିଆଯିବନି। ଏବେ ସବୁଠୁ ଇମ୍ପୋର୍ଟାଣ୍ଟ ଭାକରବାଡ଼ି ନମକିନ୍‌ର ମସଲା ବନେଇବା। ମସଲା ପାଇଁ ପ୍ରଥମେ ଆଗ ପ୍ୟାନ୍‌କୁ ଟିକେ ଗରମ କରିଦେବା। ତାପରେ ଗ୍ୟାସ୍‌ର ଫ୍ଲେମ୍‌କୁ ଏକଦମ ଲୋ କରିଦେବା। ଲୋ କରିସାରିଲା ପରେ ପ୍ୟାନ୍‌ରେ ଦେବା 2 ବଡ଼ ଚାମଚ ଧନିଆ, 1 ଚାମଚ ଜିରା, ହାଫ୍ ଚାମଚ ଗୋଲମରିଚ, 2ରୁ 3ଟା ଶୁଖିଲା ଲାଲି ଲଙ୍କା। ତାର ମଞ୍ଜି ବାହାର କରିଦେଇକି 1 ମିନିଟ୍ ଆମେ ତାକୁ ଭଲ ଭାବରେ ଭାଜିବା। 1 ମିନିଟ୍ ପରେ ସେଥିରେ ଆଡ୍ କରିବା 1 ଚାମଚ ପାନମହୁରି, 1 ଛୋଟ ଖଣ୍ଡ ଶୁଖିଲା ନଡ଼ିଆକୁ ଛୋଟ ଛୋଟ କରି କାଟିକି ଏଥିରେ ମୁଁ ଆଡ୍ କରିଛି, ଆଉ 1 ଚାମଚ ଧଳା ରାଶି। ଏସବୁକୁ ଭଲ ଭାବରେ 2 ମିନିଟ୍ ପର୍ଯ୍ୟନ୍ତ ଏକଦମ ଲୋ ଫ୍ଲେମ୍‌ରେ ଭାଜିବା, ଯେମିତିକି ମସଲାର ବାସ୍ନା ଆସିବା ପର୍ଯ୍ୟନ୍ତ। 2 ମିନିଟ୍ ଭାଜି ସାରିଲା ପରେ ଯେତେବେଳେ ମସଲାର ବାସ୍ନା ଆସିବ, ତାକୁ କାଢ଼ିକି ଟିକେ ଥଣ୍ଡା କରିଦେଇକି ତାପରେ ଆମେ ମିକ୍ସର ଗ୍ରାଇଣ୍ଡର ଜାର୍‌କୁ ତାକୁ ଟ୍ରାନ୍ସଫର କରିବା। ଏବେ ତାକୁ ଆମେ ଗୁଣ୍ଡ କରିବା। ତ ଗୁଣ୍ଡ କରିବା ପୂର୍ବରୁ ସେଥିରେ ଆଉ ଟିକେ କିଛି ଜିନିଷ ଆଡ୍ କରିବା, ଯେମିତିକି ହାଫ୍ ଚାମଚ ହଳଦୀ ଗୁଣ୍ଡ, ହାଫ୍ ଚାମଚ ହିଙ୍ଗୁ, 1 ଚାମଚ ବ୍ଲାକ୍ ସଲ୍ଟ ଆଉ ହାଫ୍ ଚାମଚ ନର୍ମାଲ ଆମର ହ୍ୱାଇଟ୍ ସଲ୍ଟ। ଦେଖନ୍ତୁ ସଲ୍ଟ ଆମେ ସବୁଥିରେ ୟୁଜ୍ କଲେ, ମଇଦାରେ ବି ଦେଲେ, ତେନ୍ତୁଳିରେ ରସରେ ବି ଦେଲେ ଆଉ ମସଲାରେ ବି ଦେଲେ। ତେଣୁ ସଲ୍ଟ ଆପଣ ନିଜ ଅନୁସାରେ ଟେଷ୍ଟ ଅନୁସାରେ କମ୍ ବେଶୀ କରିବେ। ଏବେ ମସଲାଟାକୁ ଏମିତି ଦରଦରା ଗୁଣ୍ଡ କରିକି ନେଇ ଆସିବା। ପୁରା ଫାଇନ୍ ଗୁଣ୍ଡ ନ କରିକି ଏମିତି ଦରଦରା ଗୁଣ୍ଡ କରିକି ନେଇ ଆସିବା। ଏବେ ସେଥିରେ ଆଡ୍ କରିବା 1 ଚାମଚ ଆମେ ସୁଗାର ପାଉଡର, ମାନେ ସୁଗାରଟାକୁ ପ୍ରଥମେ ଗୁଣ୍ଡ କରିକି ରଖିନେବା, ତାପରେ ସେଥିରେ ଆଡ୍ କରିବା 1 ଚାମଚ, ମାନେ 4 ଚାମଚ ଯଦି ମସଲା ହେଇଛି, ତାହେଲେ 1 ବଡ଼ ଚାମଚ ଆମେ ସେଥିରେ ଆଡ୍ କରିବା ସୁଗାର ପାଉଡର। ଏବେ ସବୁ ମିକ୍ସ କରିକି ରଖିନେବା।
ए आमर भाकरवाड़ी मसला रेडी हो गला। एबे आमे नमकीन बनेबा। तो फ्रेंड्स एटा को निश्चय बनातु सबुठो यूनिक जिंस आपण तो नमकीन घरे गांठिया सेव बनौथिबे किंतु ए जो तीनिटा टेस्ट थिबा ए गांठिया बा ए नमकीन घरे बनी खांतो। जदि वीडियो भल लागिवो ताले निश्चय लाइक करिवे शेयर करिवे आ जदि फर्स्ट टाइम देखुचंती ताले सब्सक्राइब करनेबे। एबे आमे नमकीन बनेबा। नमकीन बनेबा पे मैदा को छोट छोट गोला बड़ बड़ टिके साइज रा गोला करनबा कर सारिकी एमदी रोटी गोटे मोटा रोटी गोटे तैयारी करनबा। जति कि पराठा रे जदि कला बेले जेमति टिके मोटा रोटी आमे करू सेमति करनबा। दुई साइड काटिकी गोटे स्क्वायर साइज रा रोटी आमे तैयारी करिबा। आ सेतरे आमे वर्तमान मझी जगह दुई साइड रो टिके टिके छाड़ी देकी मझी रे लगेबा इमली रा चटनी। जो इमली चटनी आमे बनैना रखथि ताको लगेदबा। इमली रा चटनी को लगे साला परे भल भाबरे स्प्रेड कर साला परे जो मसलाटा आमे रेडी करिकिना रखले सेटा को पूरा भल भाबरे दे देकी तापरे स्प्रेड कर देकी एमती स्पून रे जापि दवा जा फल कि पूरा मसलाटा रोटी धेरे लागि कि रहइबो। गोटे कर्नर आमे छाडिथिले से कर्नर रे आमे लगेबा गोटे साइड जो छाडिथिले सेतरे टिके पानी लगे दवा आ नेक्स्ट साइड रो आमे रोटीटा को फोल्ड करके नबा। जेमति आमे रोटीटा रे मिल्क मेड बा घी लगे कि जेमति फोल्ड करी पिला मन खाया दो ठीक सेमति फोल्ड करी नबा। कर साला परे लास्ट एंड टा आमे सेतरे चापि दबा। हमको गोटे सिलिंडर भलिया रोटी मिल गला। एबे तार दुई साइड आमे काटि दबा अनइवन थिबो। एबे ताको सब जतबे पूरा मिल गला गोटे इवन ताको छोट छोट पीस करी काटिके बाहर करनबा। गोटे रोटी रो हमको प्राय 8 रो 10 टा पीस मिल जिवो। एमती सब गुडा को आमे बनैना रखिनबा। सब पीस गुडा काटि साला परे हाथ रे टिके चापि दबा जा फल कि मसलाटा जो बाहरी आसुची से ता भितरे सेट हेकि न होजिवो। एमती सब गुडा को बाहर कर बेली की नमकीन तैयारी करी रख साला परे आमे ताको छाणीबा। तेल को हाफ गरम करिबा पूरा हाईली गरम करिबानी। तेल जतरा अधा गरम हे आसीबो फ्लेम को आमे लो टू मीडियम रखिकी आमे प्रथमे आग गोटे पकेकी देखिबा जदि ठीक रे ऊपर को उठुची ताहले हम तापरे सब तक ऐड करिकी छाणीबा। 2-3 मिनिट परे टिके फ्लेम को पूरा लो कर देकी 7 ରୁ 8 मिनिट ताको छाणीबा जा पर कि से क्रिस्पी हबो। एबे सब काढी की रखि नबा। ठंडा हो सारा पर जो सुगर पाउडर आम रखी से आ गोटे चामच ताऊपर स्प्रेड करदे आमर भाकरवाड़ी मसला नमकीन रेडी हो गला। तो निश्चय बनातु खातु केमती लगला मते कमेंट्स करेंगे। जदि भल लगला ताले निश्चय लाइक करेंगे। आपण को लाइक ही मते इंस्पायर करिवो नेक्स्ट वीडियो बनेवा को। नेक्स्ट वीडियो देखा हबो। जय जगन्नाथ।